ଟି ଚ୍ୟାନେଲରେ ସ୍ୱାଗତ ଜଣେ ସମସ୍ତଙ୍କ ପାଇଁ। ଦେଖନ୍ତୁ ଏକ ଖୁସିର ଖବର ଯେ କି ଆପଣମାନେ ଜାଣିଥିବେ, ଯେଉଁ ଆର୍ଆଇ ଅମିନ ଯେଉଁ ସୁପରଭାଇଜର ବାହାରିଥିଲା ତାର ବହୁତ ସାଇଡ଼ ସ୍ଲୋ ଥିଲା, ସାଇଡ଼ ବି ସସ୍ପେଣ୍ଡ ହୋଇଯାଇଥିଲା କିଛି ଦିନ ପାଇଁ, ଯେ କି ବହୁତ ପିଲା ଫର୍ମ ଆପ୍ଲାଏ କରିପାରୁନଥିଲେ। ସେଥିପାଇଁ ସମସ୍ତେ ଦୁଃଖିତ, ଯେ କି ମୁଁ ଆପଣମାନଙ୍କୁ କିଛି ଦିନ ପୂର୍ବରୁ ଭିଡ଼ିଓ ବନେଇଥିଲି, ଆପଣମାନଙ୍କୁ ଜଣାଇଥିଲି ଯେ କି ସମସ୍ତେ ଟ୍ୱିଟ୍ କରନ୍ତୁ ଯେ କି ଡେଟ୍ ଏକ୍ସଟେନସନ୍ ହେବ। ସତକୁ ସତ ଡେଟ୍ ଏକ୍ସଟେନସନ୍ ହେଇଛି, କେହି ବି ଡେରି କରନ୍ତୁନି। କେତେ ଦିନ ପର୍ଯ୍ୟନ୍ତ ଡେଟ୍ ଏକ୍ସଟେନସନ୍ ହେଇଛି, ତା ରେଜିଷ୍ଟ୍ରେସନ୍ ଡେଟ୍ କେତେ, ଆଉ ଫର୍ମ ଆପ୍ଲାଏର ସବମିସନ୍ କରିବାର ଡେଟ୍ କେତେ ତାରିଖ ପର୍ଯ୍ୟନ୍ତ ଅଛି, ମୁଁ ଏ ଭିଡ଼ିଓରେ ଆଲୋଚନା କରିବି। ସମସ୍ତେ କେହି ବି କୁଆଡ଼େ ଯାଆନ୍ତୁନି, ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦିକା ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ ଗୋଟେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଯେଉଁମାନେ ସବସ୍କ୍ରାଇବ୍ ନ କରିଛନ୍ତି ଜଲ୍ଦି ଏଇ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଲାଷ୍ଟକୁ ଗୋଟେ କମେଣ୍ଟ ଦେବେ। ଚାଲନ୍ତୁ ଯିବା, ମୁଁ ଆପଣଙ୍କୁ ଦେଖାଇ ଦେଉଛି ଯେ କି କେତେ ତାରିଖ ପର୍ଯ୍ୟନ୍ତ ତାର ଡେଟ୍ ଏକ୍ସଟେନସନ୍ ହେଇଛି। ଡେରି ନକରି ଯିବା ଭିଡ଼ିଓକୁ, ଚାଲନ୍ତୁ। ଦେଖନ୍ତୁ ଆଜିର ନୋଟିଫିକେସନ୍ ଆସିଛି କେତେ, ଦେଖନ୍ତୁ 16 ତାରିଖ, ଯେଉଁ ନେକ୍ସଟ 16 ତାରିଖ ଡେଟ୍, ଯେଉଁ ଏକ୍ସଟେନସନ୍ ଡେଟ୍ ଯେଉଁ ଆସିଛି। ମୁଁ ଆପଣଙ୍କୁ ଡାଇରେକ୍ଟ ଅଫିସିଆଲି ନୋଟିଫିକେସନ୍କୁ ନେଇ ଆସିଛି। ଦେଖନ୍ତୁ ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଏ ଯେଉଁ ନୋଟିସଟି ଆସିଛି, ଦେଖନ୍ତୁ ମୁଁ ଆପଣମାନଙ୍କୁ ପୁରା ଦେଖାଇ ଦେଉଛି। 16 ଜାନୁଆରୀ 2024ର ଇଏ ନୋଟିସଟି ଆସିଛି। ଭଲ ଭାବରେ ଦେଖନ୍ତୁ, ଆପଣମାନଙ୍କୁ ଫେକ୍ ଜଣାଉ ନାହିଁ, ଯେ କି ଡେଟ୍ ଏକ୍ସଟେନସନ୍ ଡେଟ୍ ଲାଇନ୍ ଫର୍ ସବମିସନ୍ ଅଫ୍ ଆପ୍ଲିକେସନ୍ ଫର୍ CRE, ତାର ଯେଉଁ ଇଏ ଡେଟ୍ଟା ଦେଖନ୍ତୁ, ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଯେ କି ଇଆର ଥିଲା କେତେ ତାରିଖ ପର୍ଯ୍ୟନ୍ତ। ସେସନ୍ର ଷ୍ଟାର୍ଟିଂ ଡେଟ୍ ଥିଲା କେତେ, 30/12/2023 ଠାରୁ 20/1/2023 ପର୍ଯ୍ୟନ୍ତ ତାର ଲାଷ୍ଟ ଡେଟ୍ ଥିଲା। କିନ୍ତୁ ଡେଟ୍ ଏକ୍ସଟେନସନ୍ କରିଦେଲା କେତେ, ଦେଖନ୍ତୁ ଆପଣମାନେ ଭଲ ଭାବରେ ଦେଖନ୍ତୁ। ଏଟାକୁ ଷ୍ଟାର୍ଟିଂ ଡେଟ୍ ଦେଖନ୍ତୁ 30/12/2023 ପାଖରୁ 20/2/2024 ପର୍ଯ୍ୟନ୍ତ ତାର ଲାଷ୍ଟ ଡେଟ୍ କରିଦେଲା। ମାନେ ଫେବୃଆରୀ ମାସ 20 ତାରିଖ ପର୍ଯ୍ୟନ୍ତ ତାର ଲାଷ୍ଟ ଡେଟ୍, ତାର ଯେଉଁ ରେଜିଷ୍ଟ୍ରେସନ୍ ଡେଟ୍ ଅଛି। ତାପରେ 28 ତାରିଖ ପର୍ଯ୍ୟନ୍ତ, ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ତାର ଯେଉଁ ରେଜିଷ୍ଟ୍ରେସନ୍ ଯେଉଁ ଫର୍ମଟି ସବମିସନ୍ କରିପାରିବେ। ସମସ୍ତେ ଏଟାକୁ ଭଲ ଭାବରେ ଦେଖନ୍ତୁ, କିଛି ବି ଫେକ୍ ନାହିଁ। ମୁଁ ଆପଣମାନଙ୍କୁ ଡାଇରେକ୍ଟ ଅଫିସିଆଲି ନୋଟିଫିକେସନ୍ରୁ ଦେଖାଉଛି, ଯେ କି ଆପଣମାନେ ସମସ୍ତେ ଏଟାକୁ ଜାଣିପାରିବେ କି ଫେକ୍ ଭାବି ଏଟାକୁ କେବେ ମିସ୍ କରନ୍ତୁନି, ଯେ କି ସମସ୍ତେ ଫର୍ମ ଆପ୍ଲାଏ କରିବେ। ଯେ କି OSSର ଯେଉଁ ଆର୍ଆଇ ଅମିନ ଆଉ ସୁପରଭାଇଜରର ପୋଷ୍ଟ ବାହାରିଛି, ସମସ୍ତେ ଏଟାକୁ ଆପ୍ଲାଏ କରିବେ। ତାହେଲେ ଦେଖନ୍ତୁ ଆଜି ହେଲା 17 ତାରିଖ, ଯେ କି ଆହୁରି ପୁରା ଫୁଲ୍ ଗୋଟେ ମାସ ରହିଛି। କେହି ବି ଓରିଟି ହୁଅନ୍ତୁନି, ସମସ୍ତେ ଏ ଫର୍ମଟି ଆପ୍ଲାଏ କରିବେ। ଭିଡ଼ିଓଟି ବାରମ୍ବାର ସେୟାର କରନ୍ତୁ, ଆଉ ବାରମ୍ବାର ସାଙ୍ଗସାଥି ପାଖକୁ ସେୟାର କରନ୍ତୁ। ଯଦିକା ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିବ ଗୋଟେ ଲାଇକ୍ କରିବେ, ଚ୍ୟାନେଲଟିକୁ ଯେଉଁମାନେ ସବସ୍କ୍ରାଇବ୍ କରୁନାହାନ୍ତି ସବସ୍କ୍ରାଇବ୍ କରି ଗୋଟେ କମେଣ୍ଟ ଦେବେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।